ଅଗଷ୍ଟରୁ 5 ଡିସେମ୍ବର ପର୍ଯ୍ୟନ୍ତ କେତୁଦେବ କ'ଣ ରେଜଲ୍ଟ ଜୀବନରେ ତ କେତୁଦେବ ମୀନ ରାଶିମାନଙ୍କର 6 ହାଉସ୍ରେ ଗୋଚର କରୁଛନ୍ତି। ତ ଗୋଚର ଡିସେମ୍ବର ପର୍ଯ୍ୟନ୍ତ ହିଁ ରହିବ, ଏହାପରେ ସମାପ୍ତ ହୋଇଯିବ। ଏବେ କେତୁଦେବ ଦ୍ୱିତୀୟ ଚରଣ ଶୁକ୍ରଙ୍କର ନକ୍ଷତ୍ରରେ ହିଁ ରହିଛନ୍ତି। ତ ଏଠାରେ ଦେଖିବା ଆପଣଙ୍କୁ କେତୁଦେବ କ'ଣ ତ୍ୟାଗ କରିବାକୁ ଚାହୁଁଛନ୍ତି, କେତୁ ଆପଣଙ୍କୁ କ'ଣ ତ୍ୟାଗ କରେଇବେ ଓ ଏହାଦ୍ୱାରା ଆପଣଙ୍କୁ ବହୁତ କିଛି ବେନିଫିଟ୍ ମିଳିବ। ହଁ ଆଜ୍ଞା, କେତୁ ଦେବ ଯେଉଁଠି ବି ରହନ୍ତି ସେଠି ଡିଟାଚମେଣ୍ଟ ଆଣନ୍ତି, ମାନେ ସେଠୁ ଆପଣଙ୍କର ମନ ଭାଙ୍ଗିଯିବ। ଯେଉଁଠି ଆପଣଙ୍କ ପାଖରେ ପଇସା ଥିବ ହେଲେ ଖର୍ଚ୍ଚ କରିବାକୁ ଇଚ୍ଛା ନଥିବ, କି ଆପଣଙ୍କ ପାଖରେ ମା ଥିବ ହେଲେ ସ୍ନେହ ଶ୍ରଦ୍ଧା ନଥିବ, ଏହିପରି ପରିସ୍ଥିତି ନେଇ ଆସିବେ ଆପଣଙ୍କ ଉପରେ। ଆପଣ ଭଲ ପଢ଼ୁଥିବେ ହେଲେ ଚାକିରି କରିବାକୁ ଇଚ୍ଛା ହିଁ ହେବନି। କେତୁ ଯେଉଁଠି ରୁହନ୍ତି ସେଠି ଡିଟାଚମେଣ୍ଟ ଆଣନ୍ତି। ଏହି ସମୟରେ ଆପଣ କ'ଣ କରିବେ ଯାହାଦ୍ୱାରା କେତୁ ଦେବ ବି ଖୁସି ହେଇଯିବେ ଓ ଆପଣଙ୍କ କାର୍ଯ୍ୟ ବି ହାସିଲ ହୋଇଯିବ ବିନା ବାଧାରେ। ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଲାଇକ୍ କରନ୍ତୁ, ସେୟାର ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲନ୍ତୁନି। କେତୁଦେବ ଅଗଷ୍ଟରୁ ହିଁ ଦ୍ୱିତୀୟ ଚରଣରେ ଶୁକ୍ରଙ୍କ ନକ୍ଷତ୍ରର ଦ୍ୱିତୀୟ ଚରଣରେ ପ୍ରବେଶ କରିବେ। ତ ଏହାର ରେଜଲ୍ଟ କ'ଣ ମିଳିବ ଚାଲନ୍ତୁ ଜାଣିବା। କେତୁଦେବ 6 ହାଉସ୍ରେ ରହିଛନ୍ତି। ତ କେତୁ କହେ ମୁଁ ହେଉଛି 6 ହାଉସ୍ର ପରିଶ୍ରମ, ଆପଣଙ୍କର ମେହନତ। ଶୁକ୍ର କହନ୍ତି ମୁଁ ଆପଣଙ୍କର ପଇସା। ଏ ପର୍ଯ୍ୟନ୍ତ ଆପଣଙ୍କର ପରିଶ୍ରମ ଆପଣଙ୍କୁ ପଇସା ଆକାରରେ ମିଳିନି, ତ ଧନ ଆକାରରେ ପ୍ରାପ୍ତ ହେବାକୁ ଯାଉଛି। କାରଣ 8 ହାଉସ୍କୁ ଦେଖୁଛନ୍ତି। ଯଦି ଆପଣ ରିସର୍ଚ୍ଚ ଫିଲ୍ଡରେ ଅଛନ୍ତି ତାହେଲେ ମଧ୍ୟ ଆପଣଙ୍କୁ ଶାନଦାର ରେଜଲ୍ଟ ମିଳିବ। ତ ଏବେ ଆପଣଙ୍କର ଜୀବନରେ କିଛି ନୂଆ ପରିବର୍ତ୍ତନ ହେବାକୁ ଯାଉଛି, କିଛି ସକ୍ସେସ୍ ମିଳିବାକୁ ଯାଉଛି। ଜବ୍ରେ ଯେଉଁ ପରିଶାନ ଚାଲିଥିଲା ତାହା ମଧ୍ୟ ଧୀରେ ଧୀରେ ଦୂର ହେବାକୁ ଯାଉଛି। କିନ୍ତୁ ବିଶେଷ ଭାବରେ ଆପଣଙ୍କୁ ଏଠି କିଛି ତ୍ୟାଗ କରିବାକୁ ହେବ। କିନ୍ତୁ ଯେଉଁଠି ରହେ ସେ ଯେଉଁଠି ରହିଛନ୍ତି ପରିଶ୍ରମ କରୁଛନ୍ତି, ହାର୍ଡ଼ୱାର୍କ କରୁଛନ୍ତି, ଆପଣ ସବୁ କିଛି ଲଗାଇ କାମ କରୁଛନ୍ତି, ତାହେଲେ ଯଦି ଆପଣଙ୍କୁ ରେଜଲ୍ଟ ମିଳୁନି, ସେହି ରେଜଲ୍ଟ ବିମୁଖତା ଆପଣ ହେଉଛନ୍ତି, ତ ଆପଣଙ୍କର ହାର୍ଡ଼ୱାର୍କର ରେଜଲ୍ଟ ଆପଣଙ୍କୁ 100% ନଜର ଆସୁନି, ତାହେଲେ ଆପଣ ନିଜର 100% ଲଗାଉଛନ୍ତି କିନ୍ତୁ ଯଦି କିଛି ବି ଫେଲ୍ ହେଉଛନ୍ତି କାର୍ଯ୍ୟରେ, ତ ଏହି କଥାକୁ ଏଠି କ'ଣ ତ୍ୟାଗ କରିବେ ନା ଏହି କଥାକୁ ମନରେ ରଖି ବିଚାର କରନ୍ତୁ ନାହିଁ। ଯଦି ନ ହେଉଛି କିଛି ନାହିଁ, କୌଣସି ରିଆକ୍ସନ୍ ଦିଅନ୍ତୁନି, କୌଣସି ଦିମାଗରେ ଥଟ୍ସ ଚଲାନ୍ତୁନି, କୌଣସି ବିଚାର ହିଁ ମନକୁ ଆଣନ୍ତୁନି। ଏଠି କିନ୍ତୁ ଏହା ହିଁ ଚାହୁଁଛି ଆପଣଙ୍କ ଠାରୁ ଆମର ଯାହା ବି ହଏ ଆମେ ମଣିଷ ମାତ୍ରକେ ବିଚାର କରୁ, ଏଇଟା ହେଇଗଲା ସେଇଟା ହେଇଗଲା, ଲଗାତାର ଅନେକ ଦିନ ପର୍ଯ୍ୟନ୍ତ ବିଚାର। କିନ୍ତୁ ଏଇଠି ଆପଣଙ୍କୁ ବ୍ରେକ୍ ଦେବାକୁ ପଡ଼ିବ। ହେଲାନି ଠିକ୍ ଅଛି, ଦ୍ୱିତୀୟ ଥର ଆ ବିଷୟରେ ଭାବିବାର ନାହିଁ। ଆମର ଯାହାକି ଆମର କାମ ଅଛି ତାକୁ ଏଠି ଆପଣ ଯଦି ଏଇ କାମ କରୁଛନ୍ତି ନିହାତି କରିକି ଦେଖନ୍ତୁ, ଯାହା ହେବ ଦେଖାଯିବ ଭଗବାନଙ୍କ ଉପରେ। କିନ୍ତୁ ଏଇ କଥାକୁ ବି ଆପଣ ବାରମ୍ବାର ଭାବିବେନି, ତାହେଲେ ଆପଣ ନିଶ୍ଚୟ ଦେଖିବେ କିଛି ନା କିଛି ପଜିଟିଭ୍ ଆପଣ ନିହାତି ପାଇବେ। ତ ଦ୍ୱିତୀୟରେ କେତୁ ଆପଣଙ୍କୁ ନେଗେଟିଭ୍ ପଏଣ୍ଟ ଆପଣଙ୍କୁ ଦେବ। ଯଦି ଆପଣ ଏହାକୁ ବାରମ୍ବାର ବିଚାର କରିବେ, କାହିଁ ହେଲାନି, ମୋ ସହିତ ଏମିତି କାହିଁକି ହେଉଛି, ଆପଣ ଏହି ଶବ୍ଦ ତୁଣ୍ଡରେ ହିଁ ଧରିବେନି। ଆପଣଙ୍କର ଫଳ ଆଶା କରନ୍ତୁ ନାହିଁ। ଯେଉଁ ସମୟରୁ ଅଣଦେଖା କରିବେ ଓ ଛାଡ଼ିଦେବେ ଆପଣଙ୍କୁ 100% ରେଜଲ୍ଟ ମିଳିବ ଓ ଜବ୍ରେ ପରିବର୍ତ୍ତନ ଆସିବ ଓ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଆପଣ ଉନ୍ନତି କରିବେ। କିନ୍ତୁ ଆପଣ କୌଣସି ଆଶା ହିଁ ରଖନ୍ତୁ ନାହିଁ। ଦ୍ୱିତୀୟ ଚରଣରେ 3 ଅକ୍ଟୋବର ପର୍ଯ୍ୟନ୍ତ ରହିବ। ଏହାପରେ ମଙ୍ଗଳଙ୍କର ନକ୍ଷତ୍ରକୁ ଯିବେ, ଆଘା ନକ୍ଷତ୍ରରେ ପ୍ରବେଶ କରିବେ। ତ ମଙ୍ଗଳ ଆପଣଙ୍କ ଦ୍ୱିତୀୟ ଭାବର ସ୍ୱାମୀ ଓ 9th ହାଉସ୍ର ସ୍ୱାମୀ। ଏ ପର୍ଯ୍ୟନ୍ତ ଆପଣ ଯେଉଁଠି ଜବ୍ ଖୋଜୁଛନ୍ତି, ହାର୍ଡ଼ୱାର୍କ କରିଛନ୍ତି, ଏହାର ଫଳ ଆପଣଙ୍କୁ ଧନ ପଇସା ଆକାରରେ ଲାଭ ହେବ ଏହି ସମୟରେ। ତ ଆପଣ ଆଶା ହିଁ ଛାଡ଼ି ଦିଅନ୍ତୁ ଏହି ସମୟରେ। ତ ଏହି ଗୋଚର ପ୍ରଭାବ ହେବ ଧନ ଭାବର ଆପଣଙ୍କ ଯେଉଁ ନିଷ୍ଠା ଅଛି ତାହାକୁ ବଦଳାଇ ଦେବେ ଏହି ସମୟ। କାରଣ ମଙ୍ଗଳ ଜାଣିଥିବେ ବହୁତ ଡିସିପ୍ଲିନ୍ ଗ୍ରହ। ତ ଅନ୍ୟଠାରୁ ପରିଶ୍ରମ ନେଇ ଅନ୍ୟକୁ ଦିଅନ୍ତୁ ନାହିଁ। ଏହି ସମୟରେ ଆପଣଙ୍କ ପଇସାର ଯତ୍ନ ନିଅନ୍ତୁ ଓ ଏହି ସମୟରେ କାହାଠାରୁ ବି ଉଦ୍ଧାର ନ ଦେବା ଆପଣଙ୍କୁ ଲାଭ ରହିବ। ପରିବାର ଭାବ, ଯିଏ ଯାହା କହିଲେ ବି ଆପଣ କିଛି ଉଲ୍ଟା ସିଧା କଥା କୁହନ୍ତୁ ନାହିଁ, ଏଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ଦେଖନ୍ତୁ ଆପଣଙ୍କୁ କେହି କହିଲେ ଆପଣ କ'ଣ ଜବାବ ଦେଇପାରିବେନି, କିନ୍ତୁ ଏହି ସମୟରେ ଚୁପ୍ ରୁହନ୍ତୁ। ଆପଣଙ୍କୁ ନିହାତି ଆବଶ୍ୟକ ଚୁପ୍ ରହିଲେ ହିଁ ଆପଣଙ୍କୁ ଗ୍ରହ ସପୋର୍ଟ ଦେବ। ଜାଣିଛନ୍ତି ଯେତେବେଳେ ପରିଶ୍ରମ ଆମେ ହିଁ କରିଥାଉ, ଆପଣ ଜୀବନରେ ଅନେକ ସମୟରେ ଆଶା ରଖିଥିବେ, ପରିଶ୍ରମ କରିଥିବେ, କିନ୍ତୁ ରେଜଲ୍ଟ ମିଳୁନଥିବ। ଭାଗ୍ୟର ସପୋର୍ଟ ଜୀବନ ପାଇଁ ବହୁତ ମୂଲ୍ୟବାନ ଅଟେ। ତ 2ରେ ଏହା ଇମ୍ପୋର୍ଟାଣ୍ଟ। 1ରେ କୌଣସି ରେଜଲ୍ଟ ପାଇଁ ଆଶା କରନ୍ତୁ, 2ରେ ଚୁପ୍ ରୁହନ୍ତୁ। ଯିଏ ଯାହା ନିନ୍ଦା କଲେ ବି ଚୁପ୍ ରୁହନ୍ତୁ। କୌଣସି ଆପଣ କିଛି ବି ରିପ୍ଲାଏ ଦିଅନ୍ତୁ ନାହିଁ। ଦେଖିବେ ଆପଣଙ୍କର ଧନ ବି 2 ଗୁଣ ବଢ଼ିବ ଓ ଆପଣଙ୍କର ରିଲେସନସିପ୍, ପରିବାର ଭାବ ବି ମଧୁରତା ଆସିଯିବ। ଆପଣ ନିଶ୍ଚୟ ଦେଖିବେ। ତ 9ମ ଭାବ ଭାଗ୍ୟର ବି ହୋଇଥାଏ। ଏହି ସମୟରେ ଧର୍ମ ଓ ଧାର୍ମିକ କ୍ଷେତ୍ରରେ ଯୋଗ ଦିଅନ୍ତୁ।
ଓ ଚୁପଚାପ ହିଁ ଯୋଗ ଦିଅନ୍ତୁ। କେଉଁ ଭିକାରୀ କି 5 ଟଙ୍କା ଦେଇକି ସୋସିଆଲ ମିଡ଼ିଆରେ ପ୍ରବଚନ ଦେବା କିମ୍ବା ନିଜ ଘର ଲୋକଙ୍କ ଆଗରେ ଦେଖନ୍ତୁ, ପୁଣ୍ୟ ଏମିତି କରନ୍ତୁ ତ ବାଁ ହାତର କଥା ଡାହାଣ ହାତ ବି ନ ଜାଣିପାରିବ। ଗୁପ୍ତ ଦାନ କରନ୍ତୁ ଆପଣ। ଏହି ସମୟରେ ଧାର୍ମିକ ଯାତ୍ରା କରନ୍ତୁ, ଯାହାକି ଆପଣମାନଙ୍କ ପାଇଁ ଗୋଟେ ଶୁଭ ସ୍ଥିତି ନେଇ ଆସିବ। ତ୍ୟାଗ କରିବେ, ଗ୍ରହକୁ ସନ୍ତୋଷ କରିବା ଓ ଏହା ହିଁ ଆପଣମାନଙ୍କ ପାଇଁ କାର୍ଯ୍ୟ ଅଟେ।